श्री भगवान उवाच। श्री भगवान कहिले, हे अर्जुन, ଯାହାଙ୍କ ପାଇଁ ଶୋକ କରିବା ଉଚିତ ନୁହେଁ ସେମାନଙ୍କ ପାଇଁ ଶୋକ କରୁଛ ଏବଂ ପଣ୍ଡିତଙ୍କ ପରି କଥା କହୁଛ, କିନ୍ତୁ ଯାହାଙ୍କର ପ୍ରାଣ ଚାଲିଯାଇଛି ସେମାନଙ୍କ ପାଇଁ ଏବଂ ଯାହାଙ୍କର ପ୍ରାଣ ଯାଇନାହିଁ ସେମାନଙ୍କ ପାଇଁ ମଧ୍ୟ ପଣ୍ଡିତମାନେ ଶୋକ କରନ୍ତି ନାହିଁ। 12 ଶ୍ଲୋକ। ଏପରି ନୁହେଁ ଯେ କୌଣସି କାଳରେ ମୁଁ ନଥିଲି କି ତୁମ୍ଭେ ନଥିଲ, ଅଥବା ଏହି ରାଜାମାନେ ନଥିଲେ। ପୁଣି ଏପରି ମଧ୍ୟ ଘଟିବ ନାହିଁ ଯେ ଭବିଷ୍ୟତରେ ଆମେ ସମସ୍ତେ ରହିବା ନାହିଁ। 13 ଶ୍ଲୋକର ଓଡ଼ିଆ ଅର୍ଥ ହେଉଛି, ଯେପରି ଏହି ଦେହରେ ଜୀବାତ୍ମାର ବାଲ୍ୟାବସ୍ଥା, ଯୌବନାବସ୍ଥା ଓ ବୃଦ୍ଧାବସ୍ଥା ହୋଇଥାଏ, ସେହିପରି ଅନ୍ୟ ଶରୀର ମଧ୍ୟ ପ୍ରାପ୍ତ ହୁଏ। ସେହି ବିଷୟରେ ଧୀର ପୁରୁଷ ମୋହଗ୍ରସ୍ତ ହୁଅନ୍ତି ନାହିଁ। 14 କାରଣ ହେ କୁନ୍ତିପୁତ୍ର, ଶୀତ ଉଷ୍ଣ ଓ ସୁଖ ଦୁଃଖ ଦେଉଥିବା ଇନ୍ଦ୍ରିୟ ଓ ବିଷୟମାନଙ୍କର ସଂଯୋଗତ ଉତ୍ପତ୍ତି ବିନାଶଶୀଳ, ଅନିତ୍ୟ। ତେଣୁ ହେ ଭାରତ, ତୁମ୍ଭେ ସେଗୁଡ଼ିକ ସହିଯାଅ। 15 କାରଣ ହେ ପୁରୁଷଶ୍ରେଷ୍ଠ, ସୁଖ ଦୁଃଖକୁ ସମାନ ଦୃଷ୍ଟିରେ ଦେଖୁଥିବା ଯେଉଁ ଧୀର ପୁରୁଷମାନଙ୍କୁ ଏହି ଇନ୍ଦ୍ରିୟ ଓ ବିଷୟର ସଂଯୋଗ ବ୍ୟାକୁଳ କରିପାରେ ନାହିଁ, ସେ ହିଁ ମୋକ୍ଷ ପାଇଁ ଯୋଗ୍ୟ ହୁଅନ୍ତି। 16 ଅସତ୍ ବସ୍ତୁର ଅସ୍ତିତ୍ୱ ନାହିଁ ଏବଂ ସତ୍ ବସ୍ତୁର ଅଭାବ ନାହିଁ। ଏହିପରି ଭାବରେ ଉକ୍ତ ଦୁଇଟି ଯାକ ତତ୍ତ୍ୱଜ୍ଞାନୀ ପୁରୁଷମାନଙ୍କ ଦ୍ୱାରା ଦେଖାଯାଇଛି। ଅବିନାଶୀ ଏହି ନ୍ୟାୟରେ ଯାହାଙ୍କ ଦ୍ୱାରା ଏହି ସମ୍ପୂର୍ଣ୍ଣ ଜଗତ ବ୍ୟକ୍ତ ହୋଇଛି ତାହାଙ୍କୁ ଅବିନାଶୀ ବୋଲି ଜାଣ। ସେହି ଅବିନାଶୀଙ୍କୁ ବିନାଶ କରିବାକୁ କେହି ହେଲେ ସମର୍ଥ ନୁହେଁ। 18 ଶ୍ଲୋକ। ନାଶ ରହିତ ଅପ୍ରମେୟ ନିତ୍ୟ ସ୍ୱରୂପ ଜୀବାତ୍ମ ଏହି ଶରୀରଗୁଡ଼ିକର ନାଶବାନ ବୋଲି କୁହାଯାଇଛି। ତେଣୁ ହେ ଭରତବଂଶୀ ଅର୍ଜୁନ, ତୁମ୍ଭେ ଯୁଦ୍ଧ କର। ଯେ ଏହି ଆତ୍ମା ହତ୍ୟା କରେ ବୋଲି ବୁଝନ୍ତି ତଥା ଯେ ଏହା ନିହତ ହୁଏ ବୋଲି ସ୍ୱୀକାର କରନ୍ତି, ଯେ ଉଭୟେ ଆତ୍ମା ବିଷୟରେ କିଛି ଜାଣିନାହାନ୍ତି, କାରଣ ଏହି ଆତ୍ମା ବାସ୍ତବରେ କାହାରିକୁ ହତ୍ୟା କରେ ନାହିଁ କି କାହାରି ଦ୍ୱାରା ନିହତ ହୁଏ ନାହିଁ। 19 ଶ୍ଲୋକ ସରିଲା। 20 ଶ୍ଲୋକ। ଏହି ଆତ୍ମା କୌଣସି କାଳରେ ବି ଜନ୍ମ ହୁଏ ନାହିଁ କି ମରେ ନାହିଁ, ତଥା ଏହା ଉତ୍ପନ୍ନ ହେବା ପରେ ଯେ ହୁଏ ସେହିପରି ନୁହେଁ, କାରଣ ଏହା ହେଉଛି ଅଜନ୍ମା, ନିତ୍ୟ, ସନାତନ ଏବଂ ପୁରାତନ। ଶରୀରକୁ ବଧ କରିଦେଲେ ମଧ୍ୟ ଏହା ନିହିତ ହୁଏ ନାହିଁ। 21 ହେ ପୃଥପୁତ୍ର ଅର୍ଜୁନ, ଯେଉଁ ପୁରୁଷ ଏହି ଆତ୍ମାକୁ ନାଶ ରହିତ, ନିତ୍ୟ, ଅଜନ୍ମା ଓ ଅବ୍ୟୟ ବୋଲି ଜାଣନ୍ତି, ସେହି ପୁରୁଷ କାହାକୁ କିପରି ବଧ କରିବେ ବା ବଧ କରାଇବେ? ମନୁଷ୍ୟ ଯେପରି ପୁରୁଣା ବସ୍ତ୍ରମାନ ତ୍ୟାଗ କରି ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ, ଜୀବାତ୍ମା ସେହିପରି ପୁରାତନ ଶରୀରମାନ ତ୍ୟାଗ କରି ଅନ୍ୟ ନୂତନ ଶରୀରମାନ ପ୍ରାପ୍ତ ହୋଇଥାଏ। 23 ଏହି ଆତ୍ମାକୁ କୌଣସି ଶସ୍ତ୍ର ବି କାଟିପାରେ ନାହିଁ, ଅଗ୍ନି ଏହାକୁ ଜଳାଇ ପାରେ ନାହିଁ, ଜଳ ଏହାକୁ ଭିଜାଇ ପାରେ ନାହିଁ ଏବଂ ବାୟୁ ଏହାକୁ ଶୁଖାଇ ପାରେ ନାହିଁ। 24 କାରଣ ଏହି ଆତ୍ମା ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ ଓ ନିଃସନ୍ଦେହରେ ଅଶେଷ, ତଥା ଏହା ହେଉଛି ନିତ୍ୟ, ସର୍ବଗତ, ସ୍ଥିର, ଅଚଳ ଓ ସନାତନ। ଏହି ଆତ୍ମା ଅବ୍ୟକ୍ତ, ଏହା ଅଚିନ୍ତ୍ୟ ଏବଂ ଏହାକୁ ବିକାର ରହିତ କୁହାଯାଏ। ଏଣୁ ହେ ଅର୍ଜୁନ, ଏହି ଆତ୍ମା ଏପରି ବୋଲି ଜାଣି ତୁମେ ଶୋକ କରିବା ଉଚିତ ନୁହେଁ। 26 ଶ୍ଲୋକ। ପକ୍ଷାନ୍ତରେ ଯଦି ତୁମେ ଏହି ଆତ୍ମାକୁ ନିତ୍ୟ ଜନ୍ମ ନେଉଛି ଏବଂ ନିତ୍ୟ ମରୁଛି ବୋଲି ସ୍ୱୀକାର କରୁଥାଅ, ତଥାପି ହେ ମହାବାହୁ, ତୁମେ ଏପରି ଶୋକ କରିବା ଉଚିତ ନୁହେଁ। 27 କାରଣ ଏହି
ମାନ୍ୟତା ଅନୁସାରେ ଜନ୍ମ ହୋଇଥିବା ଲୋକର ମୃତ୍ୟୁ ନିଶ୍ଚିତ ଏବଂ ମରିବା ଲୋକର ଜନ୍ମ ନିଶ୍ଚିତ। ଏହି ହେତୁ ମଧ୍ୟ ଏହା ଅନିବାର୍ଯ୍ୟ। ସେହି ବିଷୟରେ ତୁମ୍ଭେ ଶୋକ କରିବା ଉଚିତ ନୁହେଁ। 28 ଶ୍ଲୋକ। ହେ ଅର୍ଜୁନ, ସମସ୍ତ ପ୍ରାଣୀ ଜନ୍ମ ହେବା ପୂର୍ବରୁ ଅପ୍ରକଟ ହୋଇ ରହିଥାନ୍ତି ଏବଂ ମୃତ୍ୟୁ ପରେ ମଧ୍ୟ ଅପ୍ରକଟ ହୋଇଯାଆନ୍ତି। ସେମାନେ କେବଳ ଏହି ମଧ୍ୟବର୍ତ୍ତୀ କାଳରେ ହିଁ ପ୍ରକଟ ହୁଅନ୍ତି। ଏପରି ସ୍ଥିତିରେ ଶୋକ କରିବା କ'ଣ? 29 କୌଣସି ଜଣେ ମହାପୁରୁଷ ହିଁ ଏହି ଆତ୍ମାକୁ ଆଶ୍ଚର୍ଯ୍ୟ ପରି ଦେଖନ୍ତି ଏବଂ ସେହିପରି ଅନ୍ୟ କେହି ମହାପୁରୁଷ ଏହାର ତତ୍ତ୍ୱକୁ ଆଶ୍ଚର୍ଯ୍ୟ ପରି ବର୍ଣ୍ଣନା କରନ୍ତି ତଥା ଅନ୍ୟ କେହି ଅଧିକାରୀ ପୁରୁଷ ଏହାକୁ ଆଶ୍ଚର୍ଯ୍ୟ ପରି ଶୁଣନ୍ତି ଏବଂ କେହି କେହି ଶୁଣି ମଧ୍ୟ ଏହାକୁ ଜାଣିପାରନ୍ତି ନାହିଁ। 30 ହେ ଅର୍ଜୁନ, ଏହି ଆତ୍ମା ସମସ୍ତଙ୍କ ଶରୀରରେ ସର୍ବଦା ଅବଦ୍ଧ। ତେଣୁ ସକଳ ପ୍ରାଣୀଙ୍କ ପାଇଁ ଅର୍ଥାତ୍ କୌଣସି ବି ପ୍ରାଣୀ ପାଇଁ ତୁମ୍ଭେ ଶୋକ କରିବା ଉଚିତ ନୁହେଁ। 31 ପୁଣି ନିଜର ଧର୍ମ ଦୃଷ୍ଟିରୁ ବି ତୁମ୍ଭେ ଭୟ କରିବା ଉଚିତ ନୁହେଁ, କାରଣ କ୍ଷତ୍ରିୟ ନିମନ୍ତେ ଧର୍ମ ଯୁଦ୍ଧଠାରୁ ବଳି କଲ୍ୟାଣକର କର୍ତ୍ତବ୍ୟ ଆଉ କିଛି ନାହିଁ। 32 ହେ ପାର୍ଥ, ସତପ୍ରାପ୍ତ ହୋଇଥିବା ଏହି ଉନ୍ମୁକ୍ତ ସ୍ୱର୍ଗ ଦ୍ୱାର ରୂପକ ଏହିପରି ଯୁଦ୍ଧ ଭାଗ୍ୟବାନ କ୍ଷତ୍ରିୟମାନେ ହିଁ ଲାଭ କରନ୍ତି। 33 କିନ୍ତୁ ଯଦି ତୁମ୍ଭେ ଏହି ଧର୍ମମୟ ଯୁଦ୍ଧ ନ କରିବ, ତେବେ ସ୍ୱଧର୍ମ ଓ ସୁଯଶ ହରାଇ ପାପଭାଗୀ ହେବ। 34 ତଥା ସମସ୍ତେ ଦୀର୍ଘସ୍ଥାୟୀ ତୁମର ଅପକୀର୍ତ୍ତି ବି ଆଲୋଚନା କରିବେ ଏବଂ ସମ୍ମାନୀୟ ପୁରୁଷଙ୍କ ନିମନ୍ତେ ଅପକୀର୍ତ୍ତି ହେଉଛି ମରଣରୁ ବଳି ଦୁଃଖଦାୟକ। 35 ଏବଂ ଯେଉଁମାନଙ୍କ ଦୃଷ୍ଟିରେ ତୁମେ ବିଶେଷ ରୂପେ ସମ୍ମାନିତ ହୋଇସାରିଛ, ସେମାନଙ୍କ ଦୃଷ୍ଟିରେ ବର୍ତ୍ତମାନ ହୀନ ହୋଇଯିବ। ସେହି ମହାରଥୀମାନେ ମନେ କରିବେ ଯେ ତୁମ୍ଭେ ଭୟଭୀତ ହୋଇ ଯୁଦ୍ଧରୁ ଓହରିଗଲ। 36 ତୁମର ଶତ୍ରୁମାନେ ତୁମ୍ଭ ସମସ୍ୟାକୁ ନିନ୍ଦା କରି କରି ତୁମକୁ ବହୁ ଅକଥ୍ୟ ବଚନ ମଧ୍ୟ କହିବେ। ତାଠାରୁ ବଳି ଦୁଃଖର ବିଷୟ ଆଉ କ'ଣ ହୋଇପାରେ। 37 ତୁମେ ଯୁଦ୍ଧରେ ନିହତ ହେଲେ ସ୍ୱର୍ଗ ପାଇବ ନାହିଁ ତ ଯୁଦ୍ଧରେ ଜୟୀ ହେଲେ ଭୂମଣ୍ଡଳର ରାଜ୍ୟ ଭୋଗ କରିବ। ତେଣୁ ହେ ଅର୍ଜୁନ, ତୁମ୍ଭେ ଯୁଦ୍ଧ କରିବାକୁ ସଂକଳ୍ପବଦ୍ଧ ହୋଇ ଦଣ୍ଡାୟମାନ ହୋଇଯାଅ। ଜୟ ପରାଜୟ, ଲାଭ କ୍ଷତି ଓ ସୁଖ ଦୁଃଖକୁ ସମାନ ମନେକରି ତାହାପରେ ତୁମ୍ଭେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଯାଅ। ଏହିପରି ଯୁଦ୍ଧ କଲେ ତୁମ୍ଭେ ପାପଭାଗୀ ହେବ ନାହିଁ। ଏଷା ତେଭି 39 ଶ୍ଲୋକ। ହେ ପାର୍ଥ, ଏହି ବୁଦ୍ଧି ତୁମ୍ଭକୁ ଜ୍ଞାନଯୋଗ ଦୃଷ୍ଟିରୁ କୁହାଗଲା। ବର୍ତ୍ତମାନ ତୁମ୍ଭେ ଏହା କର୍ମଯୋଗ ଦୃଷ୍ଟିରୁ ଶୁଣ। ଏହି ବୁଦ୍ଧିରେ ଯୁକ୍ତ ହେଲେ ତୁମେ କର୍ମବନ୍ଧନରୁ ଭଲ ରୂପେ ତ୍ୟାଗ କରିଦେଇ ପାରିବ ଅର୍ଥାତ୍ କର୍ମବନ୍ଧନରୁ ସର୍ବଦା ମୁକ୍ତ ହୋଇଯିବ। 40 ଏହି କର୍ମଯୋଗର ଆରମ୍ଭର ଅର୍ଥାତ୍ ବୀଜର ନାଶ ହୁଏ ନାହିଁ ଏବଂ ବିପରୀତ ଫଳରୂପକ ଦୋଷ ମଧ୍ୟ ଏଥିରେ ହୁଏ ନାହିଁ, ବରଂ ଏହି କର୍ମଯୋଗ ରୂପକ ଧର୍ମ ସାମାନ୍ୟ ମାତ୍ର ସାଧନା ବି ଜନ୍ମ ମୃତ୍ୟୁ ରୂପକ ବିରାଟ ଭୟରୁ ରକ୍ଷା କରିଦିଏ। ହେ ଅର୍ଜୁନ, ଏହି କର୍ମଯୋଗରେ ନିଶ୍ଚୟାତ୍ମିକା ବୁଦ୍ଧି ଗୋଟିଏ ମାତ୍ର ହୁଏ, କିନ୍ତୁ ଅସ୍ଥିର ବିଚାରଯୁକ୍ତ ବିବେକହୀନ ସକାମ ମନୁଷ୍ୟମାନଙ୍କର ବୁଦ୍ଧି ନିଶ୍ଚିତ ଭାବେ ବହୁ ପ୍ରକାର ଓ ଅସଂଖ୍ୟ ହୁଏ। 44 ହେ ଅର୍ଜୁନ, ଯେଉଁମାନେ ଭୋଗରେ ବୁଡ଼ି ରହିଥାନ୍ତି, ଯେଉଁମାନେ କର୍ମଫଳର ପ୍ରଶଂସା କରୁଥିବା ବେଦ ବାକ୍ୟରେ ପ୍ରୀତ ରଖନ୍ତି, ଯେଉଁମାନଙ୍କର ବୁଦ୍ଧିରେ ସ୍ୱର୍ଗ ହିଁ ପରମ ପ୍ରାପ୍ତ ବସ୍ତୁ ଏବଂ ଯେଉଁମାନେ ସ୍ୱର୍ଗରୁ ବଳି ଅନ୍ୟ କୌଣସି ବସ୍ତୁ ନାହିଁ ବୋଲି କହନ୍ତି, ସେହି ଅବିବେକୀମାନେ ଭୋଗ ଐଶ୍ୱର୍ଯ୍ୟ ପ୍ରାପ୍ତି ନିମନ୍ତେ ଜନ୍ମରୂପକ କର୍ମଫଳ ଦେଉଥିବା
କ୍ରିୟାବହୁଳ ଶ୍ରୁତିମଧୁର ସୁନ୍ଦର ପୁଷ୍ପିତ ବାଣୀ କହନ୍ତି। ସେପରି ବାଣୀ ଦ୍ୱାରା ଯେଉଁମାନଙ୍କର ଚିତ୍ତହରଣ ହୋଇଯାଇଛି, ଯେଉଁମାନେ ଭୋଗ ଓ ଐଶ୍ୱର୍ଯ୍ୟରେ ଅତ୍ୟନ୍ତ ଆସକ୍ତ, ସେହି ପୁରୁଷମାନଙ୍କର ପରମାତ୍ମାଙ୍କଠାରେ ନିଶ୍ଚୟାତ୍ମିକ ବୁଦ୍ଧି ହୁଏ ନାହିଁ। 42, 43, 44 ଶ୍ଲୋକର ଓଡ଼ିଆ ଅନୁବାଦ। ତାପରେ 45 ଶ୍ଲୋକ। ହେ ଅର୍ଜୁନ, ବେଦମାନେ ଉପରୋକ୍ତ ପ୍ରକାରେ ତିନି ଗୁଣର କାର୍ଯ୍ୟ ରୂପକ ସମସ୍ତ ଭୋଗ ଏବଂ ସେସବୁର ସମାଧାନଙ୍କର ପ୍ରତିପାଦନ କରନ୍ତି। ତୁମେ ସେସବୁ ଭୋଗ ଓ ସେସବୁକୁ ସାଧନରେ ଆସକ୍ତି ତ୍ୟାଗ କର। ହର୍ଷ ଶୋକାଦି ଦ୍ୱନ୍ଦ୍ୱରୁ ରହିତ ହୋଇଯାଅ। ନିତ୍ୟ ବସ୍ତୁ ପରମାତ୍ମାରେ ସ୍ଥିତ ହୋଇ ଯୋଗକ୍ଷମ ନ ଚାହିଁ ସ୍ୱାଧୀନ ଅନ୍ତଃକରଣ ଯୁକ୍ତ ହୋଇଯାଅ। ଆଜି ଆମେ ଏତିକି 45 ଶ୍ଲୋକ ପର୍ଯ୍ୟନ୍ତ 45ଟା ଶ୍ଲୋକ ଦ୍ୱିତୀୟ ଅଧ୍ୟାୟର ଏତିକି ପଢ଼ିକିରି ଆଜି ଆମେ ଏଇଠି ରଖିବା। କାଲି ଆମେ 46 ଶ୍ଲୋକରୁ ଷ୍ଟାର୍ଟ କରିବା। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ପ୍ରଭୁ ପାଦରେ ଶରଣ। ହେ ନାରାୟଣ।